ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଆମେ ହିମୋଗ୍ଲୋବିନ୍ ବିଷୟରେ ଜାଣିବା। ହିମୋଗ୍ଲୋବିନ୍ କମିଲେ କ'ଣ କ'ଣ ଅସୁବିଧା ହେବ ଆଉ କେମିତି ଆମେ ହିମୋଗ୍ଲୋବିନ୍ ଲେବୁଲକୁ ବଢ଼େଇ ପାରିବା ଏସବୁ ବିଷୟରେ ଡିଟେଲ୍ସ ଆଜି ଦେଖିବା। ଆମେ ସମସ୍ତେ ଆମ ସ୍ୱାସ୍ଥ୍ୟକୁ ନେଇ ବହୁତ ସଚେତନ। ସୁସ୍ଥ ରହିବା ପାଇଁ ଆମେ ବାହାରେ ବିଭିନ୍ନ ପ୍ରକାର ଔଷଧ ଖୋଜିଥାଉ, କିନ୍ତୁ ଆମ ଶରୀରରେ ଥିବା ସଂରଚନାକୁ ବିଭିନ୍ନ ପ୍ରକାର ଅର୍ଗାନ ଏବଂ ସେଗୁଡ଼ିକର ଫଙ୍କସନକୁ ଆମେ ଭୁଲି ଯାଇଥାଉ। ଏହି ଶରୀର ଭିତରେ ଥିବା ଗୋଟିଏ ଛୋଟ କଣିକା ହେଉଛି ହିମୋଗ୍ଲୋବିନ୍। ଆଜିର ଭିଡ଼ିଓରେ ହିମୋଗ୍ଲୋବିନ୍ ବିଷୟରେ ଭଲ ଭାବରେ ଜାଣିବା। ଆମ ରକ୍ତର ରଙ୍ଗ ଲାଲ କାହିଁକି? କ'ଣ ଆପଣମାନେ ଜାଣିଛନ୍ତି ଆମ ରକ୍ତରେ ଯେତେ କୋଶିକା ରହିଛି ସେଗୁଡ଼ିକ ଭିତରେ ମୁଖ୍ୟ ହେଉଛି ଲୋହିତ ରକ୍ତ କଣିକା ବା ରେଡ୍ ବ୍ଲଡ୍ କର୍ପସ୍କଲ୍ସ ବା ରେଡ୍ ବ୍ଲଡ୍ ସେଲ୍। ଏହାର ମୁଖ୍ୟ କାମ ହେଉଛି ଶରୀରର ବିଭିନ୍ନ ଅଂଶରେ ବା କୋଶିକାରେ ଅମ୍ଳଜାନ ପହଞ୍ଚାଇବା ଏବଂ ସେଠାରୁ ଅଙ୍ଗାରକାମ୍ଳ ଆଣି ଫୁସଫୁସରେ ଛାଡ଼ିବା, ଯାହାକୁ ଆମେ ନିଶ୍ୱାସ ରୂପେ ଛାଡ଼ୁଛେ। ଆମେ ପ୍ରଶ୍ୱାସରେ ନେଉଥିବା ଅମ୍ଳଜାନ ଯାହା ଆମ ପାଇଁ ଜୀବନ ପରି କାମ କରେ, ଲୋହିତ ରକ୍ତ କଣିକା ମଧ୍ୟରେ ଥିବା ହିମୋଗ୍ଲୋବିନ୍ ତାର ବାହକ ଅଟେ। ଏହି ହିମୋଗ୍ଲୋବିନ୍ ଗୋଟିଏ ପ୍ରକାରର ପ୍ରୋଟିନ୍। ଏଥିରେ ଆଇରନ୍ ମଧ୍ୟ ରହିଛି। ଆଇରନ୍ ଥିବାରୁ ଏହି ଲୋହିତ ରକ୍ତ କଣିକାର ରଙ୍ଗ ଲାଲ, ସେଥିପାଇଁ ରକ୍ତର ରଙ୍ଗ ମଧ୍ୟ ଲାଲ। ହିମୋଗ୍ଲୋବିନ୍ ଆମର ବୋନ୍ ମ୍ୟାରୋ ବା ଅସ୍ଥି ମଜ୍ଜାରେ ତିଆରି ହୋଇଥାଏ। ଏଥିପାଇଁ ଆଇରନ୍, ଭିଟାମିନ୍ ବି କମ୍ପ୍ଲେକ୍ସ, ମୁଖ୍ୟତଃ B12 ଏବଂ ଫଲିକ୍ ଏସିଡ୍ ଓ D3 ଇତ୍ୟାଦି ନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ। ସାଧାରଣତଃ ଜଣେ ସୁସ୍ଥ ମଣିଷର ହିମୋଗ୍ଲୋବିନ୍ ଲେଭେଲ୍ ପୁରୁଷ କ୍ଷେତ୍ରରେ 13 ରୁ 16 ଏବଂ ମହିଳାଙ୍କ କ୍ଷେତ୍ରରେ 12 ରୁ 15 ଗ୍ରାମ ପର ଡେସିଲିଟର ହୋଇଥାଏ। ହିମୋଗ୍ଲୋବିନ୍ ଥରେ ବୋନ୍ ମ୍ୟାରୋରେ ତିଆରି ହେଲେ 3 ମାସ ପର୍ଯ୍ୟନ୍ତ ଶରୀରରେ ସକ୍ରିୟ ହୋଇ କାମ କରିଥାଏ। ଅକ୍ସିଜେନ୍ ବା ଅମ୍ଳଜାନ ଆମର ପ୍ରତ୍ୟେକ କୋଶିକା ପାଇଁ ନିହାତି ଦରକାର। ଆମେ ଯେତେ ଯାହା ଖାଦ୍ୟ ଖାଉଛେ, ଅକ୍ସିଡେସନ୍ ଦ୍ୱାରା ତାହା ଆମ ଶରୀରର ପ୍ରତ୍ୟେକ ଅଂଶରେ ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟ ରୂପରେ ବା ମିନେରାଲ ରୂପରେ ଆମ ଶରୀରରେ ତାହା ଲାଗୁଛି। ଏହି କାର୍ଯ୍ୟ ଅକ୍ସିଜେନ୍ ଦ୍ୱାରା ହିଁ ହୋଇଥାଏ। ଏହି ଅକ୍ସିଜେନ୍କୁ ବହନ କରିଥାଏ ହିମୋଗ୍ଲୋବିନ୍। ତେଣୁ ତାକୁ ବା ସେଇ କମ୍ବିନେସନକୁ ଅକ୍ସି ହିମୋଗ୍ଲୋବିନ୍ ବି କୁହାଯାଇଥାଏ। ଯେତେବେଳେ ହିମୋଗ୍ଲୋବିନ୍ର ଲେବୁଲ ନର୍ମାଲ ଲେବୁଲରୁ କମି ଯାଇଥାଏ, ଅର୍ଥାତ୍ ପୁରୁଷମାନଙ୍କ କ୍ଷେତ୍ରରେ 13 ଏବଂ ମହିଳାମାନଙ୍କ କ୍ଷେତ୍ରରେ 12 ରୁ କମି ଯାଇଥାଏ, ସେତେବେଳେ ବିଭିନ୍ନ ପ୍ରକାରର ଲକ୍ଷଣ ଆମ ଶରୀରରେ ପ୍ରକାଶ ପାଇଥାଏ। ବ୍ଲଡ ଟେଷ୍ଟରୁ ହିମୋଗ୍ଲୋବିନ୍ର ଲେବୁଲ ଜଣାପଡ଼ିଯାଇଥାଏ। ଆମ ଶରୀରରେ ପ୍ରକାଶ ପାଉଥିବା ଅନେକ ଗୁଡ଼ିଏ ଲକ୍ଷଣରୁ ଆମେ ଜାଣିପାରିବା ଯେ ହିମୋଗ୍ଲୋବିନ୍ କମିଥିବାର ସମ୍ଭାବନା ରହିଛି। ଯେମିତିକି ଶାରୀରିକ ଓ ମାନସିକ ଦୁର୍ବଳତା, କାର୍ଯ୍ୟ କରିବାର କ୍ଷମତା କମିଯିବା, ମୁଣ୍ଡ ବୁଲେଇବା, ପଡ଼ିଗଲା ଭଳି ଲାଗିବା, ଆଖି ଆଗରେ ଅନ୍ଧାର ଦେଖାଯିବା, ନିଶ୍ୱାସ ନେବାକୁ ବଳ ନ ପାଇବା, ବାନ୍ତି ହେବା, ଅଳ୍ପ କାମରେ ଥକିଯିବା, ବିନା କାରଣରେ ମନ ଦୁଃଖ ରହିବା, ଚର୍ମ ହଳଦିଆ ବା ଶେତା ପଡ଼ିଯିବା, ଚିଡ଼ିଚିଡ଼ା ଗୁଣ ବାହାରିବା, ହାର୍ଟବିଟ୍ ବାରମ୍ବାର କମିବା ଓ ବଢ଼ିବା, ସ୍ନାୟବିକ ଦୁର୍ବଳତା ଲାଗିବା, ଚିନ୍ତା କରିବା ପାଇଁ ଶକ୍ତି ନ ପାଇବା, ଆଖି ଭିତର କମ୍ ଲାଲ ଦେଖାଯିବା, ନଖ ତଳେ କମ୍ ଲାଲ ଦେଖାଯିବା ଏବଂ ବାରମ୍ବାର ବ୍ଲଡ ଇନଫେକ୍ସନ ହେବା। ଏହିସବୁ ଲକ୍ଷଣ ଗୁଡ଼ିକରୁ ସମ୍ଭାବନା ଥାଏ ଯେ ହିମୋଗ୍ଲୋବିନ୍ ଲେବୁଲ କମ୍ ଅଛି। ରକ୍ତହୀନତା ବା ଆନେମିଆ ହିମୋଗ୍ଲୋବିନ୍ କମ୍ର ଆଉ ଏକ ଲକ୍ଷଣ, କିନ୍ତୁ ତାର କାରଣ କେବଳ ଯେ ହିମୋଗ୍ଲୋବିନ୍ କମ୍ ହେବା ସେ ଗୋଟିଏ ନଥାଏ, ଅନ୍ୟ କାରଣ ମଧ୍ୟ ଥାଏ। ହିମୋଗ୍ଲୋବିନ୍ର ଲେବୁଲ କମିବାର କାରଣ କ'ଣ? ପ୍ରଥମତଃ ଖାଦ୍ୟ ଅଭାବ। ଯଦି ଆମେ ଖାଦ୍ୟରେ ଆଇରନ୍ ଠିକ୍ ପରିମାଣରେ ପାଉନାହେଁ,
किंबा विटामिन B12 फॉलिक एसिड D3 इत्यादि ठीक भाव आम खाद्य आम खाऊना ताले हिमोग्लोबिन रो स्तर कमी जाई थाए। एहा छड़ा किडनी समस्या थिले आमर अस्थि मज्जा बा बोन म्यारो दुर्बल होइथिले पेटरे विभिन्न प्रकार इन्फेक्शन होइथिले उदाहरण स्वरूप कृमि। ଏହା ଛଡ଼ା ପ୍ରୋବାୟୋଟିକ ର ଅଭାବ ବା ଆମର ପେଟରେ ବା ଅନ୍ତନଳୀରେ ଯେଉଁ ଉପକାରୀ ଅଣୁଜୀବ ଗୁଡ଼ିକ ଥାଆନ୍ତି ସେମାନେ ହିମୋଗ୍ଲୋବିନ୍ ତିଆରିରେ ଇନଡାଇରେକ୍ଟଲି ସାହାଯ୍ୟ କରିଥାନ୍ତି। ତେଣୁ ସେଗୁଡ଼ିକର ସଂଖ୍ୟା କମିଗଲେ ଆମ ରକ୍ତରେ ହିମୋଗ୍ଲୋବିନ୍ର ପରିମାଣ ବି କମିଯାଏ। ଏହା ଛଡ଼ା ବଂଶଗତ ରୋଗ ଯୋଗୁଁ ମଧ୍ୟ ହିମୋଗ୍ଲୋବିନ୍ର ଅଭାବ ହୋଇଥାଏ। ହିମୋଗ୍ଲୋବିନ୍ ଅଭାବରେ ଯେଉଁ ସବୁ ଲକ୍ଷଣ ଗୁଡ଼ିକ ଦେଖାଯାଏ ସେଗୁଡ଼ିକ ଭିତରୁ ଯଦି କୌଣସି ଗୋଟିଏ ବା ଦୁଇଟି ଲକ୍ଷଣ ଆପଣଙ୍କ ଭିତରେ ଦେଖାଯାଉଛି ତାହେଲେ ନିକଟସ୍ଥ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ, ବ୍ଲଡ ଟେଷ୍ଟ କରନ୍ତୁ, ତାପରେ ତାଙ୍କର ଉପଯୁକ୍ତ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ। ହୋମିଓପାଥି ଏବଂ ଆୟୁର୍ବେଦରେ କେତେଗୁଡ଼ିଏ ମେଡିସିନ ଅଛି ଯେଉଁଗୁଡ଼ାକ ଆମ ଶରୀରରେ ଆଇରନର ମାତ୍ରା ବଢ଼ାଇଥାଏ ଏବଂ ହିମୋଗ୍ଲୋବିନ୍ ପ୍ରୋସେସରେ ତିଆରି କରିବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ୱରୂପ ଫେରମ୍ ଫସ୍ଫୋରିକମ୍, ଫେରମସିପ୍ ସିରପ, ଚାଇନା ଅଫିସିନାଲିସ୍ ବା ସିଙ୍କୋନା ଅଫିସିନାଲିସ୍ ଏସବୁ ହୋମିଓପାଥିକ ମେଡିସିନ ଏବଂ ଲୌହା ଶବ ଯାହାକି ଗୋଟିଏ ଆୟୁର୍ବେଦିକ ମେଡିସିନ। ପ୍ରାକୃତିକ ଉପାୟରେ କେତେଗୁଡ଼ିଏ ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରି ଆପଣମାନେ ହିମୋଗ୍ଲୋବିନ୍ର ସ୍ତର ବଢ଼ାଇ ପାରିବେ। ଯେମିତିକି ଟମାଟୋ, ଡାଳିମ୍ବ, କ୍ଷୀର, ଅଣ୍ଡା, ମାଛ, ମାଂସ, ଶାଗ ମୁଖ୍ୟତଃ ପାଳଙ୍ଗ ଶାଗ, ପିଆଜ, ବିଟ୍, ଦହି, କିସମିସ, ଆମ୍ବ, ଅଁଳା, ଚେରିକୋଳି ଇତ୍ୟାଦି। ଏହା ଛଡ଼ା ସେଓ, ଛତୁ, ଖଜୁରୀ କୋଳି, ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟ, ଟୋଫୁ, ନଟ୍ସ ଆଣ୍ଡ ସିଡ୍ସ ଯେମିତିକି କାଜୁ, ପିସ୍ତା ବାଦାମ, ପିଜୁଳି, ଡାଳଚିନି ଏସବୁ ଜିନିଷ ମଧ୍ୟ ଆମର ଶରୀରକୁ ଯଥେଷ୍ଟ ପରିମାଣରେ ଆଇରନ୍ ଯୋଗାଇଥାନ୍ତି ଏବଂ ହିମୋଗ୍ଲୋବିନ୍ର ସ୍ତର ବଢ଼ାଇବାରେ ସାହାଯ୍ୟ କରିଥାନ୍ତି। ମନେ ରଖନ୍ତୁ ହିମୋଗ୍ଲୋବିନ୍ ମାନେ ଆଇରନ୍ ନୁହେଁ। ହିମୋଗ୍ଲୋବିନ୍ ହେଉଛି ଗୋଟିଏ ପ୍ରୋଟିନ୍ ଯେଉଁଥିରେ ଆଇରନ୍ ଗୋଟିଏ କେମିକାଲ କମ୍ପାଉଣ୍ଡ ଭାବରେ ଥାଏ। ଆଶା କରୁଛି ଆଜିର ଇନଫର୍ମେସନ୍ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିବ ଏବଂ ଆପଣଙ୍କର କାମରେ ଆସିବ। ଧନ୍ୟବାଦ। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ।